ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ଅନ୍ତର୍ଗତ ଗୁଡ଼ିଆଲବନ୍ଦ ଗାଁରେ ଅଘଟଣ। ଶୁଦ୍ଧି କାର୍ଯ୍ୟରେ ଖାଦ୍ୟ ଖାଇ ଡାଇରିଆ ଆକ୍ରାନ୍ତ ହୋଇ 3 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ଏବଂ ଅନ୍ୟ 20ରୁ ଊର୍ଦ୍ଧ୍ୱ ଚିକିତ୍ସା ନିମନ୍ତେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଗୁଡ଼ିଆଲବନ୍ଦ ପଞ୍ଚାୟତ ଆଲବନ୍ଦ ଗ୍ରାମରେ ବାଥୋଡ଼ି ସାହିରେ ଏହି ସଂକ୍ରମଣରେ ହୋଇଥିବାର ଜଣାପଡ଼ିଛି। ଗୁରୁବାର ଏହି ଦଶାହକ୍ରିୟା ଭୋଜି ଖାଇବା ପରେ ଗ୍ରାମର ଅଧିକାଂଶ ଲୋକେ ଡାଇରିଆରେ ପୀଡ଼ିତ ହୋଇଥିଲେ। ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ ଜଣେ ବ୍ୟକ୍ତିଙ୍କ ବାରିପଦା ମେଡିକାଲ କଲେଜରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କରଞ୍ଜିଆ ନିଜ ଗାଁରେ ମୃତ୍ୟୁ ହୋଇଛି। ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି। ବାରିପଦା ସିଡିଏମଓ ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିବା ବେଳେ ଅନ୍ୟ ଜଣେ ନାବାଳକଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଥିବା କହିଛନ୍ତି। ତେବେ ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ଗ୍ରାମକୁ ଯାଇ ସ୍ଥିତି ପରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଅଭୟ କୁମାର ଦାସ ପ୍ରକାଶ କରିଛନ୍ତି। ମୃତକମାନେ ହେଲେ ଆଲବନ୍ଦ ଗ୍ରାମର ରାଜକିଶୋର ନାୟକ, କରଞ୍ଜିଆ ଗ୍ରାମର ନିଦ୍ରାବତୀ ନାୟକ ଓ ଅନ୍ୟ ଜଣେ ଚାଉଳିଆଶୋଳ ଗ୍ରାମର ନାବାଳକ ଅଟନ୍ତି।